ଦେଖନ୍ତୁ ଆଜି ଗୋଟେ ମୁଁ ଟପିକ୍ ବିଷୟରେ କହିବାକୁ ଆସିଛି। ଆପଣମାନେ ଜାଣିଥିବେ ୟୁଟ୍ୟୁବ୍ରୁ ଗୋଟେ ଗୁଗୁଲ୍ ଆଡ୍ସେନ୍ସ ପିନ୍ ଆସେ ଯେତେବେଳେ 4000 ୱାଚ୍ ଟାଇମ୍ ଆଉ କ'ଣ 1000 ସବସ୍କ୍ରାଇବର୍ ହୋଇଯାଏ। ହେଇସାରିଲା ପରେ ସେଟା ଆପଣଙ୍କର ଯେତେବେଳେ ହେଇଯାଏ $10 ସେଇ $10 ଆଡ୍ସେନ୍ସରେ ହେଇଗଲେ ଆପଣ ତାଙ୍କୁ କ'ଣ କରିବେ କହିଲେ ଆପ୍ଲାଏ କରିବେ। ଆପ୍ଲାଏ କଲା ପରେ ଆପଣମାନଙ୍କ ପାଖକୁ ଗୋଟେ ଗୁଗୁଲ୍ ଆଡ୍ସେନ୍ସ ପିନ୍ ଆସେ। ମୋର ବି $10 ପରେ ମୁଁ ଆପ୍ଲାଏ କରିଥିଲି, ମୋର ବି ଆସିଥିଲା। ଦୁର୍ଭାଗ୍ୟବଶତଃ ସେଟା ଫେରିଗଲା, ସେଥିପାଇଁ ମୋର ମନ ଦୁଃଖ। ଆଉ କେତେ କଷ୍ଟରେ ମୁଁ 3 ବର୍ଷ 4 ବର୍ଷ ହେଲା ଭିଡ଼ିଓ ବନେଇଥିଲି। ଆଉ ମୁଁ ଜାଣିଥିଲି କିନ୍ତୁ ଟିକେ ମିସ୍ କରିଦେଲି। ମାନେ ଏପ୍ରିଲ ମାସରେ ମୁଁ ପଚାରିଥିଲି ଆସିନଥିଲା, ମେ ମାସରେ ଆସିଥିଲା। ମୁଁ ମେରେ ନ ପଚାରିକି ମୁଁ ଜୁନ୍ରେ ପଚାରିଥିଲି। ଜୁନ୍ରେ ପଚାରିଲି, ଆଗରୁ ଯିଏ ପୋଷ୍ଟାଲରେ ଥିଲେ ସେ ଆମ ପାଖ ଲୋକ, ସେ ଜାଣିଛନ୍ତି ଚିହ୍ନିଛନ୍ତି, ମୋର ଆସିଥିଲେ ବି ଘରକୁ ଆଣି ଦେଇଥାନ୍ତେ। ଏବେ ନୂଆ ପିଲା ଆସିଛନ୍ତି, ସେ ବି ଜାଣିନାହାନ୍ତି ଘର କ'ଣ ଗାଁ କ'ଣ। ତାପରେ ସେ କ'ଣ ହେଇଛି କି ସିଏ ମାସେ କାଳ ରହିଲା ଆମ ଗାଁରେ, ମାନେ ଯେତେ ସବୁ ଆମ ଗାଁ ନାଁ ଦିଆ ହେଇଥିଲା ଆଡ୍ରେସ୍ ବିଜୁ, ଯେତେ ପଚାରିଲେ କେହି ନାହିଁ କଲେ। ଆଉ ଯେତେବେଳେ ମୁଁ ଜାଣିଲି ବହୁତ ଭାରି ମନ ଦୁଃଖ ହେଲା। ମୁଁ ଯେତେବେଳେ ପୋଷ୍ଟାଲ ପିଲାକୁ ପଚାରିଲି ଯେ ଭାଇ ମୋର ଗୋଟେ ଗୁଗୁଲ୍ ଆଡ୍ସେନ୍ସ ପିନ୍ ଆସିଥିଲା, କହିଲା ହଁ ଆସିଥିଲା ତୁମ ନାଁରେ କିନ୍ତୁ ଏଇଟା ଫେରିଗଲା। ମୁଁ କହିଲି କାହିଁକି ଫେରାଇଲେ ନା ମାସେ କାଳ ରହିଲା, କେହି କିଛି କହିଲେନି। ମୁଁ ପଚାରିଲି, କେହି କିଛି କହିଲେନି। ଆପଣ ଯଦି ଫୋନ୍ କରି କଣ୍ଟାକ୍ଟ କରି ପାଇଥିଲେ ପାଇଥାନ୍ତେ। ମୁଁ କହିଲି ଏପ୍ରିଲ ମାସରେ ମୁଁ ପଚାରିଥିଲି, ମେ ମାସରେ ଆଉ ପଚାରିନି, ମୁଁ ଏଇଟା ମିଷ୍ଟେକ୍ କରିଦେଲି। ଆଉ ସେଥିପାଇଁ ମୋର ଫେରିଗଲା। ସେଥିପାଇଁ ବି ମୋର ମନ ଦୁଃଖ ନାହିଁ, ନିହାତି ପଇସା ଆସିବ। ଆଉ କିନ୍ତୁ ଏଇଟା ଗୋଟେ ପାଇଥିଲେ ବହୁତ ଖୁସି ହେଇଥାନ୍ତି। ମୁଁ ଆପଣମାନଙ୍କୁ କହିଥିଲି ମୋର ଗୁଗୁଲ୍ ଆଡ୍ସେନ୍ସ ପିନ୍ ଆସିବ, ଆସିଥିଲା। ଆଉ ମିଷ୍ଟେକ୍ ମୁଁ କରିଦେଲି, ପୋଷ୍ଟାଲକୁ ଆସିଥିଲା, ମାସେ କାଳ ରହିଲା। ମୁଁ ପଚାରି ପାରିଲିନି, ଏଇଠୁ ମୋର ପୋଷ୍ଟାଲ ପାଖ ହେଲେ ମୁଁ ପଚାରି ପାରିଲିନି, ସେଟା ଫେରିଗଲା। ସେଥିପାଇଁ ମୋର ବହୁତ ମନ ଦୁଃଖ ହେଲା। ଯେତେବେଳେ ଶୁଣିଲି ଜାଣିଲି ଟିକେ ମନ ଦୁଃଖ ହେଲା। ଆଉ ପୁଣି ଭାବିଲି ନାହିଁ ଯାହା ହେଇଛି ହେଇଛି। ଆଉ ଏଥର ତ ନିହାତି ମୋର ଆକାଉଣ୍ଟକୁ ପଇସା ଆସିଯିବ, ଆଉ ବେଶୀ ଅଳ୍ପ ଦିନ। ଆପଣମାନଙ୍କୁ ନିହାତି ଜଣେଇବି, ଯେବେ ବି ପଇସା ଆସିବ ଆପଣମାନଙ୍କୁ ସେୟାର କରିବି। ଆଉ ଏଟା ତ ଫେରିବନି ନା, ଏଟା ଆକାଉଣ୍ଟକୁ ନିହାତି ଆସିବ ନା। ଆଉ ବହୁତ ଖୁସି ଲାଗୁଛି ଆପଣମାନେ ମୋତେ ସର୍ଟ ଭିଡ଼ିଓରେ ଏତେ ଭଲ ପାଇବା ସପୋର୍ଟ ଦେଉଛନ୍ତି। ମୁଁ ଏବେ ପୁରା ବିଶ୍ୱାସ କରିବେନି, ଗୋଟେ ଗୀତ ମାନେ ମୋର ଆଗରୁ ଏଇ ଗୀତଟା ମୋର ଭାଇରାଲ୍ ହେଉଥିଲା। ଏବେ ଯେଉଁ ଗୀତଟା ମୁଁ ସର୍ଟ ଭିଡ଼ିଓରେ ଦେଉଛି ସେଇଟା ବିଶ୍ୱାସ କରିବନି, ମୋର 3 ଲକ୍ଷ 4 ଲକ୍ଷ ଭିଉ ଆସୁଥିଲା ସର୍ଟ ଭିଡ଼ିଓରେ। କିନ୍ତୁ ଏବେ ମଝିରେ ମୁଁ ଛାଡ଼ିଦେଲି। ଆଉ ତେଣୁ ଏବେ ଏଇଟା ପୁଣି ଆଉ ଥରେ ମୁଁ କରୁଛି ସେଇ ଗୀତରେ, କାରଣ ଏଇ ଗୀତଟା ମୋର ଭାଇରାଲ୍ ଆଗରୁ ଯେହେତୁ ହେଇଥିଲା, ଏବେ ବି ଭାଇରାଲ୍ ହେବ ଆଗକୁ ମୋର ବିଶ୍ୱାସ ଅଛି, ଆଶା ଅଛି। ମୋର ସର୍ଟ ଭିଡ଼ିଓରେ ଡଲାର ଟିକେ ଅଧିକା ବଢ଼ୁଛି, ଲଙ୍ଗ୍ ଭିଡ଼ିଓରେ ତ କମ୍ ଭିଉ ଆସୁଛି, କମ୍ ଡଲାର ବଢ଼ୁଛି, କିନ୍ତୁ ସର୍ଟ ଭିଡ଼ିଓରେ ଅଧିକା ଡଲାର ବଢ଼ୁଛି। ମୋତେ ବହୁତ ଖୁସି ଲାଗୁଛି ମୁଁ ସର୍ଟ ଭିଡ଼ିଓ ବନାଉଛି। ଆପଣମାନେ ଦେଖନ୍ତୁ, ଭଲ ପାଆନ୍ତୁ, ଏନ୍ଜୟ କରନ୍ତୁ। ଆଉ ମୋର ଭିଡ଼ିଓ କେମିତି ଲାଗୁଛି ଆପଣମାନେ କମେଣ୍ଟରେ ଜଣାନ୍ତୁ। ଆଉ ମୋର ଯେଉଁମାନେ ଭଲ ୟୁଟ୍ୟୁବର ଭାଇ ଭଉଣୀମାନେ, ସେମାନେ ତ ଭଲ ମେସେଜ୍ ଦେଉଛନ୍ତି, ଆଉ ଯେଉଁମାନେ ମୋତେ ଟିକେ ଭଲ ପାଆନ୍ତିନି ସେମାନେ ମୋତେ ଖରାପ ମେସେଜ୍ ଦେଉଛନ୍ତି। ତଥାପି ମୋର ମନ ଦୁଃଖ ନାହିଁ, ଖରାପ ହେଉ ବା ଭଲ ହେଉ ସେଇଟା ଭଗବାନଙ୍କର ଗୋଟେ ଆଶୀର୍ବାଦ। ଭଗବାନ ଚାହିଁଲେ ନିହାତି ସବୁକିଛି ହେବ। ଆପଣମାନଙ୍କର ଆଶୀର୍ବାଦ, ଭଗବାନଙ୍କର ଆଶୀର୍ବାଦ, ଦୁଇ ଜଣ ଯାକର ଆଶୀର୍ବାଦ ନହେଲେ କିଛି ବି ହେବନି। ଆଉ ଯେଉଁମାନେ ମୋତେ ଭଲ ଖରାପ କମେଣ୍ଟ ଦେଉଛନ୍ତି ମୁଁ ବି ଖୁସି, ଯେଉଁମାନେ ଖରାପ କମେଣ୍ଟ ଦେଉଛନ୍ତି ମୁଁ ବି ଖୁସି, କାରଣ ସେ ଭିଡ଼ିଓ ମୋର ଦେଖୁଛନ୍ତି, ଖରାପ ହେଲେ ବି ମୋତେ ଦେଖିକି ଖରାପ କମେଣ୍ଟ ଦେଉଛନ୍ତି। କିଛି ମନ ଦୁଃଖ କରିବାର ନାହିଁ। ଏମିତି ୟୁଟ୍ୟୁବ୍ ଭିଡ଼ିଓ ବନେଇଲେ ଖରାପ ଆସେ ଭଲ ଆସେ, ଆଉ ତାକୁ ଯଦି ଆମେ ଭାବିକି ଧରିକି ବସିବା ଆମେ ନିହାତି କେବେ ବି ଆଗକୁ ଯାଇପାରିବାନି। ଆଉ ଯାହା ହଉ ମୋତେ ଖୁସି ଲାଗୁଛି ମୁଁ ଆଗକୁ ବଢ଼ିପାରିଛି। ଆଉ ବହୁତ କଷ୍ଟ କରିଛି, 3-4 ବର୍ଷର ପରିଶ୍ରମ ନିହାତି ପାଇବି। ଆଉ ମୋତେ ବହୁତ ଲୋକ ବହୁତ କଥା କହିଛନ୍ତି, ଆଉ ମୁଁ କାହାରି କଥା ଶୁଣେନି। ଏପରିକି ଆମ ଘର ପାଖ ଲୋକ ବି ମୋତେ କହିଛନ୍ତି, ଗାଁ ଲୋକ ବି କହିଛନ୍ତି, ଏପରିକି ଆମ ପଡ଼ିଶା କହିଛନ୍ତି, ଏପରିକି ବନ୍ଧୁବାନ୍ଧବ ରିଲେଟିଭ୍ ଯେ ଇଏ କେଉଁ ଭିଡ଼ିଓ କରୁଛି, ଏଇଟା କ'ଣ ଭଲ ଲାଗୁଛି, ଇଏ କ'ଣ ଭିଡ଼ିଓ କରି ଜାଣୁଛି, ଇଏ କ'ଣ ଗୀତ କରି ଜାଣୁଛି, ଇଏ କ'ଣ ନାଚ କରି ଜାଣୁଛି। ନାଚ ନ କରି ଜାଣିଲେ କ'ଣ, ମୁହଁର ଫେସ୍ ମୁଁ ଦେଖାଉଛି। ଆଉ ନିଜର ଫେସ୍ ଦେଖାଇବା ନିହାତି ଦରକାର ନା। ଆଉ ମୁଁ ମୋର ଫେସ୍ ଦେଖାଉଛି, ମୋର ସେଇଥିରେ ମୋର ଚ୍ୟାନେଲ୍ରେ ମୋର ୟୁଟ୍ୟୁବ୍ ମାନେ ମୋର ଗ୍ରୋ କରୁଛି। ଆପଣମାନେ ମୋତେ ଯେତେ ବି ଖରାପ ଯିଏ ବି ଭାବୁଛି ମୋର କିଛି ଯାଏ ଆସେ ନାହିଁ, କାରଣ ମୁଁ ନିଜେ ଠିକ୍ ଅଛି ନା, ମୋ ପରିବାର ଲୋକ ଠିକ୍ ଅଛି। ମୁଁ ଯିଏ ବି ଯାହା କହୁ ମୁଁ କାହାରି କଥା ଶୁଣିବାର ନାହିଁ। ମୁଁ ଆଗକୁ ବଢ଼ିବାର ଅଛି, ଆଗକୁ ବଢ଼ିବି, ଏମିତି କରିଚାଲୁଥିବି ଭିଡ଼ିଓ। ଆପଣମାନଙ୍କ ଭଲ ପାଇବା ସପୋର୍ଟ ଅଛି, ଭଗବାନଙ୍କର ଆଶୀର୍ବାଦ ଅଛି। ଆପଣମାନେ ଦେଖନ୍ତୁ, ଭଲ ପାଆନ୍ତୁ। ଆଉ ଯାହା ହଉ ଭଗବାନଙ୍କ ଦ୍ୱାରା ମୁଁ କଷ୍ଟ କରିଥିବାର ଗୁଗୁଲ୍ ଆଡ୍ସେନ୍ସ ପିନ୍ ଆସିଥିଲା, କାରଣ ମୁଁ ଦୁର୍ଭାଗ୍ୟବଶତଃ ସେଇଟା ମିଷ୍ଟେକ୍ କରିଦେଲି, ମୁଁ ଆଣିପାରିଲିନି। ମାସେ କାଳ ରହିଲା, ମୁଁ ଜାଣିପାରିଲିନି। ଟିକେ ଭଗବାନଙ୍କର ହଉ ଯାହା ବି ହେଲା ଭଲ ହେଲା, ଆଗକୁ ମୋର ପଇସା ନିହାତି ଆସିବ ଆକାଉଣ୍ଟକୁ। ଆଉ ସେଇଟା ମୋର କେବେ ବି ମିଷ୍ଟେକ୍ ହେବନି, କେହି ବି ନେଇଯିବେନି ମୋ ପଇସାଟା, ମୋ ନିହାତି ଆକାଉଣ୍ଟକୁ ଆସିବ। ମୋ ଆକାଉଣ୍ଟ ନମ୍ବର ଯାହା ଯେତେ ସବୁ ସେ ମାଗିଥିଲା ମୁଁ ସବୁ ଦେଇଛି, ଭେରିଫିକେସନ୍ କରିଛି।
ଆଉ ବହୁତ ଖୁସି ଲାଗୁଛି। ଆଉ ଯେଉଁଦିନ ମୁଁ ପଇସା ପାଇବି ସେଦିନ ମୁଁ ଦ୍ୱିଗୁଣ ଖୁସି ହେଇଯିବି, ଆପଣମାନଙ୍କ ଆଗରେ ନାଚି ବୁଲିବି। ଯାହା ହଉ ମୁଁ କଷ୍ଟ କରିଥିଲି, ପରିଶ୍ରମ ଫଳ ନିହାତି ପାଇବି। ଆପଣମାନେ ହିଁ ସେଇଭଳି ଭିଡ଼ିଓ ଡେଲି ଡେଲି ଦେଖି ଚାଲନ୍ତୁ, ଭଲ ପାଇବା ଦିଅନ୍ତୁ, ସପୋର୍ଟ କରନ୍ତୁ। ଆଉ ମୁଁ ଆଗକୁ ଏଇଭଳି ବଢ଼ି ଚାଲେ। ଆଉ ଚାଲନ୍ତୁ, ବେଶୀ ଗପିନି, ଭିଡ଼ିଓ ଯଦି ଭଲ ଲାଗେ ମୋତେ ନିହାତି କମେଣ୍ଟ କରିବେ। ଆଜି ତ ମେକଅପ୍ ହେଇଛି, ମେକଅପ୍ ଭିଡ଼ିଓ କେମିତି ଲାଗେ ପ୍ଲିଜ୍ ମୋତେ କମେଣ୍ଟରେ ନିହାତି ଜଣାଇବେ। ଆଉ ଚାଲନ୍ତୁ, ଭିଡ଼ିଓ ଟିକେ ରଖିବ, ପୁଣି ଆଉ ଗୋଟିଏ ଭିଡ଼ିଓ ନେଇ ଆପଣମାନଙ୍କ ସାମ୍ନାକୁ ଆସିବି। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର, ଟାଟା।